ଧ୍ୱନି ଆମ ଚାରିପାଖରେ ଘଟୁଥିବା ଯେକୌଣସି କମ୍ପନ ଆମ କାନକୁ ଯାହା ଶୁଣାଯାଏ ତାହାକୁ ଧ୍ୱନି କୁହାଯାଏ। ଅର୍ଥାତ୍ ଆମ ଚାରିପାଖରେ ଯେଉଁ କମ୍ପନ ଆମ କାନ ଶୁଣିଥାଏ ତାହାକୁ ଧ୍ୱନି କୁହାଯାଏ। ଯେପରି ଟୁପୁର ଟାପୁର ବର୍ଷା, ସୁ ସୁ ବୋହି ଯାଉଥିବା ପବନ, ପକ୍ଷୀମାନଙ୍କର କିଚିରି ମିଚିର ଇତ୍ୟାଦି ଶବ୍ଦ ଏକ ଧ୍ୱନି ଅଟେ। ମାତ୍ର ବ୍ୟାକରଣ ଶାସ୍ତ୍ରରେ କେବଳ ଆମ ମୁଖରୁ ନିଃସୃତ ହେଉଥିବା କମ୍ପନ ଯାହା ମାଧ୍ୟମରେ ଏକ ଅର୍ଥପୂର୍ଣ୍ଣ ଶବ୍ଦ ଗଠନ ହୋଇଥାଏ ତାହାକୁ ଧ୍ୱନି କୁହାଯାଏ। ଅର୍ଥାତ୍ ଆମେ ଆମ ବାପା ମା ସାଙ୍ଗମାନଙ୍କୁ କିଛି କହି ବୁଝେଇବାକୁ ଚେଷ୍ଟା କରିଥାଉ ତାହାକୁ ଧ୍ୱନି କୁହାଯାଏ। ତେଣୁ ଏହି ଧ୍ୱନି କହି ଓ ଶୁଣି ହେଉଥିବାରୁ ଏହାକୁ ଭାଷିକ ଧ୍ୱନି କୁହାଯାଏ। ଉଦାହରଣ ସ୍ୱରୂପ ଅ, ଆ, ହର୍ଷଇ, ଦୀର୍ଘଇ, କ, ଖ, ଗ ଇତ୍ୟାଦି ଭାଷିକ ଧ୍ୱନି ଅଟନ୍ତି। କାରଣ ଏହାକୁ ନେଇ ଅଖ, ଆଇ ଇତ୍ୟାଦି କହିହେବ। ମାତ୍ର ଚିତ୍କାର କରିବା କିମ୍ବା ହୁଇସିଲ ମାରିବା ଇତ୍ୟାଦି ଧ୍ୱନି ଭାଷିକ ଧ୍ୱନି ନୁହନ୍ତି। କାରଣ ଏସବୁ ଶବ୍ଦ ଗଠନ କରିବାର କ୍ଷମତା ରଖନ୍ତି ନାହିଁ। ତେବେ ଏଥିରୁ ଆମେ କଣ ବୁଝିଲେ? ଯାହା ଆମ ମୁଖରୁ ଅର୍ଥପୂର୍ଣ୍ଣ ଭାବରେ ଉଚ୍ଚାରିତ ହୁଏ ତାହା ହିଁ ଧ୍ୱନି ଅଟେ। ଲିପି ଆମେ କହି ହେଉଥିବା ବେଳେ ଯେଉଁ ଧ୍ୱନି ଉଚ୍ଚାରଣ କରିଥାଉ ତାହାର ଦେଖି ହେଉଥିବା ଆକାରଟି ହେଉଛି ଲିପି। ଅର୍ଥାତ୍ ଧ୍ୱନିର ଲିଖିତ ତଥା ସାଙ୍କେତିକ ରୂପକୁ ଲିପି କୁହାଯାଏ। ଲିପି ଧ୍ୱନିକୁ ଆକାର ପ୍ରଦାନ କରିଥାଏ। ପ୍ରତ୍ୟେକ ଭାଷାର ଏକ ସ୍ୱତନ୍ତ୍ର ଲିପି ରହିଛି। ଆମ ଓଡ଼ିଆ ଭାଷାର ମଧ୍ୟ ସ୍ୱତନ୍ତ୍ର ଲିପି ରହିଛି। ଗୋଟିଏ ଭାଷା କହିବା ପାଇଁ ସେହି ଭାଷାର ଧ୍ୱନିକୁ ଜାଣିବାକୁ ହୁଏ। ସେହି ଭାଷାକୁ ପଢ଼ିବା ପାଇଁ ତାର ଲିପିକୁ ଜାଣିବାକୁ ପଡ଼ିଥାଏ। ବର୍ଣ୍ଣ ଲିପିକୁ ବ୍ୟବହାର କରି ଧ୍ୱନିକୁ ଉଚ୍ଚାରଣ, ଚିହ୍ନଟ ଓ ରୂପ ଦେବାର ବିଧିକୁ ବର୍ଣ୍ଣ କୁହାଯାଏ। ଉଦାହରଣ ସ ଏକ ଧ୍ୱନି, ମାତ୍ର ଏହାର ତିନୋଟି ଲିପି ରହିଛି। ତାଳବେଶ, ମୂର୍ଧନ୍ୟ, ଦନ୍ତେଶ। ଏହି ତିନୋଟି ଲିପିର ଉଚ୍ଚାରଣ, ରୂପ ଭିନ୍ନ ଅଟେ ଏବଂ ଏହାକୁ ଆମେ ଭିନ୍ନ ଭିନ୍ନ ଭାବରେ ଚିହ୍ନଟ ମଧ୍ୟ କରିଥାଉ। ତେଣୁ ଏହି ତିନୋଟି ଲିପି ଭିନ୍ନ ଭିନ୍ନ ଭାବରେ ଗୋଟିଏ ଗୋଟିଏ ବର୍ଣ୍ଣ ଅଟେ। ଏଥିରୁ ଆମେ କଣ ବୁଝିଲେ? ଏହି ଧ୍ୱନି ଓ ତାର ପ୍ରତୀକ ଲିପି ହେଉଛି ବର୍ଣ୍ଣ। ବର୍ଣ୍ଣମାଳା ଯେଉଁ ଶୈଳୀରେ ଏହି ଲିପି ବା ବର୍ଣ୍ଣଗୁଡ଼ିକ ସଜାଯାଇ ଶିଖାଯାଇଥାଏ ତାହାକୁ ବର୍ଣ୍ଣମାଳା କୁହାଯାଏ। ଅକ୍ଷର ବର୍ଣ୍ଣମାଳାରେ ଯେଉଁ ଲିପିଗୁଡ଼ିକ ବା ବର୍ଣ୍ଣଗୁଡ଼ିକ ରହିଥାଏ ତାହାକୁ ସେହି ଭାଷାର ଅକ୍ଷର କୁହାଯାଏ। କାରଣ ଅକ୍ଷରର ଅର୍ଥ ଯାହାର ଖର ନାହିଁ ବା କ୍ଷୟ ନାହିଁ। ଯେପରି ଗୋଟିଏ ବର୍ଣ୍ଣକୁ ଆଉ ଗୋଟିଏ ବର୍ଣ୍ଣ ସହିତ ଯୁକ୍ତ କଲେ ନୂତନ ବର୍ଣ୍ଣ ବା ନୂତନ ଶବ୍ଦ ଗଠନ ହୋଇଥାଏ ଯାହାର କ୍ଷୟ ନାହିଁ। ଅପରପକ୍ଷରେ ଲିପିକୁ ବହିର ରୂପ ଦେଇ ସୁରକ୍ଷିତ ଭାବରେ ରଖିଦେଲେ ଏହା ବହୁ ଦିନ ପର୍ଯ୍ୟନ୍ତ ନଷ୍ଟ ହୁଏ ନାହିଁ ବା କ୍ଷୟ ହୁଏ ନାହିଁ। ତେଣୁ ଏହା ଅକ୍ଷର। ଆଧୁନିକ ବ୍ୟାକରଣରେ ଅକ୍ଷର କହିଲେ ଗୋଟିଏ ଥରରେ ଉଚ୍ଚାରିତ ଧ୍ୱନିକୁ ବୁଝାଯାଇଥାଏ। ଯେପରି ଧରିବାକୁ ଆଦେଶ ଦେଲେ
ଧ ଖାଇବାକୁ କହିଲେ ଖା ଯିବା ପାଇଁ କହିଲେ ଯା ଆଶ୍ଚର୍ଯ୍ୟ ହେଲେ ଓ ସାରାଂଶରେ ଆମେ ବୁଝିଲେ ସାଧାରଣ ଭାବରେ ବର୍ଣ୍ଣ ଲିପି ଓ ଅକ୍ଷର ସମାନ ଅଟେ। Thanks for watching. Like, share and subscribe.